ସେଇ ତ ସ୍ୱାଧୀନ ଆମର ହେବ। ଏଇ ବଡ଼ ମାଛଟା ହାଇ ସାଙ୍ଗମାନେ କେମିତି ଅଛନ୍ତି ଆପଣମାନେ? ଆଶା କରୁଛି ଭଗବାନ ଦେବ ସମସ୍ତେ ଭଲ ଥିବା ସୁସ୍ଥ ଥିବେ। ମୁଁ ମଧ୍ୟ ବହୁତ ଭଲ ଅଛି। ୱେଲକମ୍ ବ୍ୟାକ୍ ଟୁ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍। ତ ଦେଖନ୍ତୁ ବର୍ତ୍ତମାନ ଟାଇମ୍ କେତେଟା ହେଇଛି। ତ ଏବେ ହେଇଛି 4:10। ତ କାଲି ହେଉଛି ଗୁରୁବାର, ତ ସେଥିପାଇଁ ମୋର କାମ ସବୁ ଆରମ୍ଭ ହେଇଗଲାଣି। ତ ଚାଲନ୍ତୁ ଦେଖିବା। ଏବେ ତ ବାସ୍ ପୋଛାପୋଛି ସରିଗଲା, ତ ଚୁଲି ଲିପିଦେବି। ତ ଚୁଲି ଲିପି ସାରିଲା ପରେ ଆଳୁ କଷା କରିବି। ତ ଯାଉଛି ତା ପୂର୍ବରୁ ଟିକେ ନାକୁ ରସୁଣ ପିଆଜ ଅଦା ସବୁ ଛଡ଼ା ଛଡ଼ି କରିଦେବି। ଏସବୁ କରିକି ରଖିଦେବି। ରଖି ସାରିଲା ପରେ ଆଳୁ ତରକାରୀ ବନେଇବି। ତ ଦେଖନ୍ତୁ ଭିଡ଼ିଓଟି କଣ୍ଟିନ୍ୟୁ କରନ୍ତୁ ଆଉ। ଜଲ୍ଦି ଟିକେ ତରକାରୀ କରିଦେଉଛି, କାରଣ ନଦୀ ଆଡ଼େ ଜାଲ ନେଇକି ଯାଇଛନ୍ତି। ଯଦି ମାଛ ଆଣିବେ ତ ରାତିକି ପୁଣି ଥରେ ମାଛ ଭାତ କ'ଣ ଭଜା ହେବ। ରାତିକି ଟିକେ କାମ ଅଛି, ତ ସେଥିପାଇଁ ଟିକେ ଜଲ୍ଦି କାମ ସାରିଦେଉଛି ଆଉ। ଆଳୁଟା ସକାଳେ ସିଝେଇ ଦେଇଥିଲି, ତ ଆଳୁ ସିଝା ହେଉଥିଲା। ସେଇ ସିଝା ଆଳୁରେ ବନେଇଦେବି ଆଉ। ଆଳୁ କଷା ତ 2 ଜଣ ବି ସାଧା ଖାଇବେ, ତାଙ୍କ ପାଇଁ ବି ସାଧା ହେଇଯିବ। ଯଦି ଯାହାବି ମାଛ ଆଣିବେ ତ ହେବ, ନହେଲେ ଆମେ ବି ଆଳୁ ତରକାରୀ ଖାଇବୁ ଆଉ। ତ ଏବେ ମୋ ବୋଉଙ୍କୁ ଟିକେ ମୋଡ଼ି ଦେଉଛି। ତ ବୋଉଙ୍କୁ ମୋଡ଼ି ସାରିଲା ପରେ ବାବା ବି ଶୋଇଛନ୍ତି, ତ ତା ବାବା ମୁଁ ଟିକେ ମୋଡ଼ି ଦେବି। ଟାଇମ୍ ହେଲାଣି 9:15। ତ ଏବେ ନଦୀରୁ ମାଛ ନେଇକି ଆସିଲେଣି। ତ ଚାଲନ୍ତୁ ଦେଖିବା କେମିତି କ'ଣ ଆଣିଛନ୍ତି, କେତେ ଆଣିଛନ୍ତି। ତାପରେ ଭଜିବି, ସମସ୍ତେ ଖାଇବେ ଆଉ। ତ ଆଜି ମାଛ ଅଛି ଆଉ। ଏ ବୋଉ ଆଉ ଗୋଟେ ବଡ଼ ମାଛ। ଆରେ ୟାର କ'ଣ ମାଛ ମୁଣ୍ଡ କୁଆଡ଼େ ହୁଳି ଯାଇଛି? ସେଇ ତ ସ୍ୱାଧୀନ ଆମର ହେବ। ଏଇ ବଡ଼ ମାଛଟା ତିନିଟା ପଡ଼ିଛି, ଦିଟା ବେକିଟି ମାଛର ମୁଣ୍ଡ ନାହିଁ, ତାର ଏ ଗଣ୍ଡି ମୁଣ୍ଡ 2 ଖଣ୍ଡ ହେଇଯାଇଛି। ହଁ, ଆଉ ଏଇ ବଡ଼ ମାଛଟା ପଡ଼ିଛି। ବୋଲ ଧରା ପଡ଼ୁନି ମୋ ହାତରେ ଲୋ। ଏ ବୋଉ ଏବେ ମାଛ ଫାଇନାଲି କଟାକଟି ହେଇକି ଧୁଆ ହେଇଛି। ତ ଲୁଣ ହଳଦୀ ଗୋଳେଇ ଦେଇକି ଯାଉଛି ଭାଜିବି। ବହୁତ ବି ରାତି ହେଲାଣି, ତ ଏବେ ଖାଇ ସାରିବୁ। ଏବେ ମାଛ ଭାଜିକି ଆସିଲି, ପୁରା ଝାଳରେ ଗାଧୋଇ ପଡ଼ିছে। କ'ଣ କରିବା? ତ ଏବେ ଯାଉଛି, 10ଟା ଟାଇମ୍ ହେଇଗଲାଣି, 9:57। ତ ଯାଉଛି ଆଙ୍କର ଟିକେ ସାର୍ଟ ଆଉ ଗୋଟେ ପ୍ୟାଣ୍ଟଟେ ଆଇରନ୍ ଦେବି। ତ ଟିକେ ସେ ଅନ୍ଧାର ଉଠିକି ଯିବେ କାମରେ, ଟିକେ ଅଫିସ୍ କାମରେ। ତ ଯାଉଛି ଏଇଟା ଏବେ ଆଇରନ୍ ଦେଇଦେବି, ତାପରେ ଆମେ ଖାଇବୁ। ତ କେମିତି ଲାଗିଲା ନିହାତି କମେଣ୍ଟ ମାଧ୍ୟମରେ ଜଣାଇବେ। ଆଉ ଭିଡ଼ିଓଟି ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବା ପାଇଁ ଜମା ବି ଭୁଲିବେନି। ତ ଆଜି ପାଇଁ ଭିଡ଼ିଓଟି ଏତିକି। ଦେଖା ହେବ ନେକ୍ସଟ ବ୍ଲଗ୍ରେ। ରହିଲି, ସମସ୍ତେ ଭଲରେ ଥାଆନ୍ତୁ, ସୁସ୍ଥରେ ଥାଆନ୍ତୁ।